ଲଗାଣ ବର୍ଷା ପାଇଁ ହନ୍ତସନ୍ତ 10ଟି ଗ୍ରାମ ରହୁଛି। ଭାଙ୍ଗିଲା ଘର କାନ୍ଥ, ଧୋଇ ହୋଇଗଲା ରାସ୍ତା, ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ତେବେ ଲଗାଣ ବର୍ଷା ପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଭୟଙ୍କର ପରିସ୍ଥିତି। କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି, ଯାହାଫଳରେ 10ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ଗରଡମ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି। ଏହି ରାସ୍ତାରେ ଥିବା ପାପାଇଜୁ ନିକଟରେ ବର୍ଷା ପାଣିରେ ରାସ୍ତା ଧୋଇଯିବା ସହ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ସେଭଳି ପାପାଇଜୁ, ଖନ୍ଦବା, ରାଜଖମା, ଗମ୍ଭାରୀ ଗାଁ, ମୋବିଲି, ଢେପାଗୁଡ଼ା, ସାପଲାଗୁଡ଼ା, ଗାଟୁଗୁଡ଼ା, ପାଟୁମା, ଗରଡମା ଭଳି 10ରୁ ଅଧିକ ଗ୍ରାମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଖାଲି ସେତିକି ନୁହେଁ, ମଳାସପଦର ପଞ୍ଚାୟତ ଭାଲିଆଗୁଡ଼ା ଗ୍ରାମ ନିକଟରେ ଥିବା କଲଭର୍ଟ ଧୋଇଯିବା ଫଳରେ ଗ୍ରାମକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ତା ସହ ଅଣବ ସୋଲାଗୁଡ଼ା ଗ୍ରାମର ରାସ୍ତା ଧୋଇଯିବା ହେତୁ 3ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ମୋହନାରୁ ରଞ୍ଜିତା ଅଭିନୟଙ୍କ ରିପୋର୍ଟ, ସୂଚନା ମିଡ଼ିଆ।